ଏହି ପ୍ରସଙ୍ଗରେ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଅଳ୍ପ ସମୟ ଆଲୋଚନା କରିବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୁଁ ଜାଣେ ନା ଆପଣମାନେ କେବେ ନିଜକୁ ଏହି ପ୍ରଶ୍ନ ପଚାରିଛନ୍ତି କି ନାହିଁ, କିନ୍ତୁ ମୋ ମନ ମଧ୍ୟରେ ବେଳେବେଳେ ଏହି ପ୍ରଶ୍ନ ଆସେ ଯେ ସ୍ୱର୍ଗର ପରମେଶ୍ୱର ତାହାଙ୍କ ବାକ୍ୟରେ ବାଇବଲରେ 4ଟି ସୁସମାଚାର ସେ କାହିଁକି ଲେଖିଲେ? ସେ ଯଦି ଗୋଟିଏ ସୁସମାଚାର ଲେଖିଥାନ୍ତେ ତାହେଲେ କ'ଣ ସେଇ ଗୋଟିଏ ସୁସମାଚାର ସମଗ୍ର ମାନବ ଜାତିର ପରିତ୍ରାଣ ନିମନ୍ତେ, ଆମ୍ଭମାନଙ୍କ ଉଦ୍ଧାର ନିମନ୍ତେ କ'ଣ ଯଥେଷ୍ଟ ହୋଇନଥାନ୍ତା କି? ସେ 4ଟି ସୁସମାଚାର କାହିଁକି ଲେଖିଲେ? ପ୍ରିୟ ଭାଇ ଭଉଣୀମାନେ, ଆମେ ଖ୍ରୀଷ୍ଟିଆନ ଭାବରେ, ଖ୍ରୀଷ୍ଟ ବିଶ୍ୱାସୀ ଭାବରେ ଏହି ସବୁ ପ୍ରଶ୍ନର ଉତ୍ତର ଆମେ ଜାଣିବା ଆବଶ୍ୟକ ରହିଛି। ଆସନ୍ତୁ ଆମେ ଆଜିର ଏହି ଧ୍ୟାନରେ ଏହି ପ୍ରଶ୍ନର ଉତ୍ତର ବା ଏହି ପ୍ରସଙ୍ଗ ଉପରେ ଆମେ ବୁଝିବା ପାଇଁ ଚେଷ୍ଟା କରିବା ଯେ ବାସ୍ତବରେ ପରମେଶ୍ୱର 4ଟି ସୁସମାଚାର କାହିଁକି ଲେଖିଲେ। ଆପଣମାନଙ୍କ ନିକଟରେ ମୁଁ ଗୋଟିଏ ଛୋଟ ଉଦାହରଣଟି ରଖିବା ପାଇଁ ଚାହେଁ। ଯଦି ଆପଣମାନେ କୌଣସି ଘର ବାହାରେ ଠିଆ ହୋଇ ଘର ଭିତରେ ଥିବା 4 କାନ୍ଥକୁ, ଘର ଭିତରେ ଦିଆଯାଇଥିବା 4 କାନ୍ଥର ରଙ୍ଗକୁ ଏବଂ ସେହି ଘର ଭିତରେ ଥିବା ସୌନ୍ଦର୍ଯ୍ୟ, ସେହି ଘର ଭିତରେ ଥିବା ସାମଗ୍ରୀକୁ ଆପଣ ଦେଖିବା ପାଇଁ ଚାହୁଁଛନ୍ତି, ତାହେଲେ କୌଣସି ଗୋଟିଏ ଦିଗର ଝରକା ଖୋଲିଲେ ଆପଣ ସମ୍ପୂର୍ଣ୍ଣ ଭାବରେ ଦେଖିପାରିବେ ନାହିଁ। ଯଦି ଆପଣ ପୂର୍ବ ଦିଗର କାନ୍ଥ ଆଉ ସୌନ୍ଦର୍ଯ୍ୟ, ସେହି ସ୍ଥାନରେ ଥିବା ସାମଗ୍ରୀକୁ ଆପଣ ଦେଖିବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ ପଶ୍ଚିମ ଦିଗର ଝରକା ଖୋଲିବା ପାଇଁ ପଡ଼ିବ। ଯଦି ଆପଣ ଦକ୍ଷିଣ ଦିଗର କାନ୍ଥ ଆଉ ରଙ୍ଗ, ସେହି ଘର ଭିତରେ ଥିବା ସୌନ୍ଦର୍ଯ୍ୟକୁ ଆପଣ ଦେଖିବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ ଉତ୍ତର ଦିଗର ଝରକା ଖୋଲିବା ପାଇଁ ପଡ଼ିବ। ସେହି ଘର ଭିତର ସମ୍ପୂର୍ଣ୍ଣ ବିଷୟ ଆପଣ ଦେଖିବାକୁ ହେଲେ 4ଟି ଦିଗର ଝରକା ଖୋଲିଲେ ଆପଣ ସେହି ସବୁ ବିଷୟ ଦେଖିପାରିବେ। ଠିକ୍ ସେହିପରି ସ୍ୱର୍ଗର ପରମେଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସମ୍ପୂର୍ଣ୍ଣ ଘଟଣାବଳୀକୁ, ତାହାଙ୍କର ପୂର୍ଣ୍ଣତାକୁ ଉପସ୍ଥାପନ କରିବା ପାଇଁ ସେ ବାଇବଲରେ 4ଟି ସୁସମାଚାର ଲେଖିଲେ। ଆଉ ବାଇବଲରେ 4ଗୋଟି ସୁସମାଚାର ଲେଖକମାନଙ୍କୁ ସେ କ'ଣ କଲେ? ବ୍ୟବହାର କଲେ। ପ୍ରଭୁଙ୍କ ନାମର ଗୌରବ ହେଉ। ଆସନ୍ତୁ ଆମେ ସେହି 4ଗୋଟି ସୁସମାଚାର ନିକଟକୁ ଯିବା, ସେହି ସୁସମାଚାର ଲେଖକମାନଙ୍କ ନିକଟକୁ ଯିବା ଯେ ବାସ୍ତବରେ ସେହି 4ଟି ସୁସମାଚାର ଯୀଶୁଖ୍ରୀଷ୍ଟଙ୍କ ବିଷୟରେ କ'ଣ କହେ। ସେହି 4 ଜଣ ସୁସମାଚାର ଲେଖକମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସମ୍ବନ୍ଧରେ ସେମାନେ କ'ଣ କହନ୍ତି। ଆମେ ବାଇବଲରେ ପ୍ରଥମରେ ଦେଖୁ ଯେ ମାଥ୍ୟୁ ଲିଖିତ ସୁସମାଚାର ଆମେ ପଢ଼ୁ। ମାଥ୍ୟୁ ଲିଖିତ ସୁସମାଚାର ଖ୍ରୀଷ୍ଟାବ୍ଦ 60 ସମୟରେ ଯୀଶୁଙ୍କର ଶିଷ୍ୟ ମନୋନୀତ, ତାହାଙ୍କ ଦ୍ୱାରା ପ୍ରେରିତ ମାଥ୍ୟୁ ସେ ଯିହୁଦୀମାନଙ୍କ ନିକଟକୁ ସେ ଏହି ସୁସମାଚାର ସେ ଲେଖିଥିଲେ। ତାହାଙ୍କର ଲେଖିବାର ଉଦ୍ଦେଶ୍ୟ ଥିଲା ଯେ ଯୀଶୁ ହେଉଛନ୍ତି ସେହି ପ୍ରତିଜ୍ଞାତ ମସିହ, ଯେଉଁ ଯିହୁଦୀ ଲୋକମାନେ ଭାବବାଦୀମାନଙ୍କର ବାକ୍ୟ ଅନୁସାରେ ଜଣେ ମସିହଙ୍କର ଅପେକ୍ଷାରେ ଥିଲେ, ଜଣେ ଉଦ୍ଧାରକର୍ତ୍ତାଙ୍କର ଅପେକ୍ଷାରେ ଥିଲେ। ସେ ହେଉଛନ୍ତି ସେହି ଉଦ୍ଧାରକର୍ତ୍ତା, ସେ ହେଉଛନ୍ତି ସେହି ମସିହ। ଏହା ଯିହୁଦୀ ଲୋକମାନଙ୍କୁ ଜଣାଇବା ପାଇଁ, ଯିହୁଦୀ ଲୋକମାନଙ୍କ ନିକଟରେ ପ୍ରମାଣିତ କରିବା ପାଇଁ ମାଥ୍ୟୁ କ'ଣ କଲେ? ଏହି ସୁସମାଚାରକୁ ସେ ଲେଖିଲେ। ଯିହୁଦୀ ଲୋକମାନେ ଯୀଶୁଖ୍ରୀଷ୍ଟଙ୍କୁ ଜଣେ ବ୍ୟକ୍ତିଗତ ତ୍ରାଣକର୍ତ୍ତା ବୋଲି ବିଶ୍ୱାସ କରିବା ପାଇଁ ସେମାନେ ବହୁତ ନାରାଜ ଥିଲେ। ସେମାନେ ବିଶ୍ୱାସ କରିବା ପାଇଁ ସାମର୍ଥ୍ୟ ନଥିଲେ। ସେଥିପାଇଁ ସେମାନଙ୍କର ବିଶ୍ୱାସକୁ ଜନ୍ମାଇବା ପାଇଁ ଯୀଶୁ ସେହି ମସିହ, ଯୀଶୁ ସେହି ଉଦ୍ଧାରକର୍ତ୍ତା, ଏହା ତାଙ୍କ ନିକଟରେ ଜଣାଇବା ପାଇଁ ଯୀଶୁ ହେଉଛନ୍ତି ସେହି ନାରୀର ବଂଶ, ଯୀଶୁ ହେଉଛନ୍ତି ସେହି କୁଆଁରୀ ଗର୍ଭରେ ଜନ୍ମଗ୍ରହଣ କରୁଥିବା ସେହି ମସିହ, ସେହି ଇମାନୁଏଲ, ଏହା କହିବା ପାଇଁ ସେ କ'ଣ କଲେ? ଯିହୁଦୀ ଲୋକମାନଙ୍କ ନିକଟରେ ସେ ଏହି ପତ୍ର ବା ଏହି ସୁସମାଚାର ସେ ଲେଖିଲେ। ଯଦି ଆପଣମାନେ ମାଥ୍ୟୁ ଲିଖିତ ସୁସମାଚାର 1 ଅଧ୍ୟାୟ ତାର 21 ପଦ ପଢ଼ିବେ, ଲେଖାଯାଏ, ସେ ପୁତ୍ର ପ୍ରସବ କରିବେ ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ କ'ଣ କରିବେ? ପରିତ୍ରାଣ କରିବେ। ପ୍ରଭୁଙ୍କ ନାମର ଗୌରବ ହେଉ। ପାପରୁ ଉଦ୍ଧାର କରିବା ବ୍ୟକ୍ତି, ପାପରୁ ପରିତ୍ରାଣ ଦେବା ବ୍ୟକ୍ତି ଯଦି ଏହି ପୃଥିବୀରେ କେହି ଅଛନ୍ତି, ସେ ହେଉଛନ୍ତି ଆମ୍ଭମାନଙ୍କର ପରମେଶ୍ୱର, ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯୀଶୁ
ତ୍ରାଣକର୍ତ୍ତା ସେହି ମସିହ ଏହା ଜିହୁଦୀ ଲୋକମାନଙ୍କ ନିକଟରେ କହିବା ପାଇଁ ମାଥ୍ୟୁ କ'ଣ କଲେ, ଏହି ସୁସମାଚାରକୁ ସେ ଲେଖିଲେ। ଦ୍ୱିତୀୟରେ ଆମେ ଦେଖିବା ଯେ ମାର୍କ ଲିଖିତ ସୁସମାଚାର, ସେହି ମାର୍କ ଲିଖିତ ସୁସମାଚାର ଖ୍ରୀଷ୍ଟାବ୍ଦ 55ରୁ 65 ମଧ୍ୟରେ ମାର୍କ ନିଜେ ଏହି ସୁସମାଚାରକୁ ସେ ରୋମୀୟ ଲୋକମାନଙ୍କ ନିକଟରେ ସେ ଲେଖିଥିଲେ। ସେହି ସମୟରେ ରୋମୀୟ ଜନସମାଜ ବା ରୋମୀୟ ଲୋକମାନେ ଖ୍ରୀଷ୍ଟିଆନ ମାନଙ୍କୁ, ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କୁ ନିଷ୍ଠୁର ସେମାନେ ବ୍ୟବହାର କରୁଥିଲେ। ମାନେ ଭୟଙ୍କର ଭାବରେ ସେମାନେ କ'ଣ କରୁଥିଲେ, ଖ୍ରୀଷ୍ଟିଆନ ଲୋକମାନଙ୍କୁ ସେମାନେ ନିନ୍ଦା ତାଳନା କରୁଥିଲେ। ସେହି ସମୟରେ ମାର୍କ ସେହି ରୋମୀୟ ଖ୍ରୀଷ୍ଟିଆନ ମାନଙ୍କ ବିଶ୍ୱାସକୁ ବଳିଷ୍ଠ କରିବା ପାଇଁ ଏବଂ ସେହି ନିର୍ଯାତିତ ବିଶ୍ୱାସୀ ମାନଙ୍କୁ ଉତ୍ସାହ ଦେବା ପାଇଁ ସେ କ'ଣ କଲେ, ଏହି ସୁସମାଚାରକୁ ସେ ଲେଖିଲେ। ଯୀଶୁଙ୍କୁ ସେ କ'ଣ ବୋଲି ଉପସ୍ଥାପନ କଲେ ଏହି ସୁସମାଚାରରେ, ଯେ ଯୀଶୁ ହେଉଛନ୍ତି ସେ ଆଶ୍ଚର୍ଯ୍ୟ କର୍ମକାରୀ, ସେ ଦୁଃଖ ଭୋଗକାରୀ ଜଣେ ଦାସ ଏବଂ ଈଶ୍ୱରଙ୍କ ପୁତ୍ର ବୋଲି ତାହାଙ୍କ ସୁସମାଚାର ସେ ଲେଖିଲେ। ଯଦି ଆପଣମାନେ ମାର୍କ ଲିଖିତ ସୁସମାଚାର 4 ଅଧ୍ୟାୟ 35 ପଦ ପରେ ପରେ ଆପଣ ପଢ଼ିବେ ଯେ ଯୀଶୁ ପ୍ରକୃତି ଉପରେ ସେ ସମ୍ପୂର୍ଣ୍ଣ ତାଙ୍କର ଅଧିକାରକୁ ସେ ରଖୁଛନ୍ତି। କାରଣ ସେ ସମୁଦ୍ରକୁ ତିଆରି କରିଥିବା ପରମେଶ୍ୱର, ସେ ସମୁଦ୍ର ଉପରେ ସେ କ'ଣ କରୁଛନ୍ତି, ନିଜର ଅଧିକାରକୁ ସେ ଦେଖାଉଛନ୍ତି। କହୁଛନ୍ତି ସମୁଦ୍ରକୁ ଚୁପ୍ କର, ଶାନ୍ତ ହ, ସମୁଦ୍ରର ଝଡ଼ ତୋଫାନ କ'ଣ ହେଇଯାଉଛି, ଶାନ୍ତ ହେଇଯାଉଛି। ରୋମୀୟ ଲୋକମାନେ, ଜିହୁଦୀ ଲୋକମାନେ ଯେମିତି ମସିହଙ୍କର ଅପେକ୍ଷାରେ ଥିଲେ, ଆଉ ଜିହୁଦୀ ମାନଙ୍କ ନିକଟରେ ଜଣେ ମସିହ ଆସିବେ, ଜଣେ ପ୍ରତିଜ୍ଞାତ ସେହି ଈଶ୍ୱରଙ୍କ ପୁତ୍ର ଆସିବେ, ରୋମୀୟ ଲୋକମାନେ ଏହି ସବୁ କଥା ସେମାନେ ବିଶ୍ୱାସ କରିବାର ସକ୍ଷମ ତାଙ୍କ ପାଖରେ ନଥିଲା। ଯୀଶୁଖ୍ରୀଷ୍ଟ ସେ ଆଶ୍ଚର୍ଯ୍ୟ କର୍ମକାରୀ, ସେ ଈଶ୍ୱରଙ୍କ ପୁତ୍ର, ସେ ପରମେଶ୍ୱର, ଏହା କହିବା ପାଇଁ ମାର୍କ କ'ଣ କଲେ, ସେହି ସୁସମାଚାରକୁ ସେ ଲେଖିଲେ। ଆମେ ତୃତୀୟରେ ଦେଖିବା ଯେ ଲୁକ ଲିଖିତ ସୁସମାଚାର ଖ୍ରୀଷ୍ଟାବ୍ଦ 60ରୁ 63 ମଧ୍ୟରେ ଡକ୍ଟର ଲୁକ, ବୈଦ ଲୁକ ଏହି ସୁସମାଚାରକୁ ସେ କ'ଣ କଲେ, ଅଣଜିହୁଦୀ ମାନଙ୍କ ନିକଟରେ ସେ ଲେଖିଲେ। କାରଣ ସୁସମାଚାର ଲେଖକ ମାନଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଯେ କି ସେ ଅଣଜିହୁଦୀ ଥିଲେ, ସେ ହେଉଛନ୍ତି ଲୁକ। ସେ ନିଜେ ଏହି ପୁସ୍ତକକୁ, ଏହି ସୁସମାଚାରକୁ ସେ ଲେଖିଲେ ଏବଂ ପ୍ରେରିତ ପୁସ୍ତକ ମଧ୍ୟ ସେ ଡକ୍ଟର ଲୁକ ସେ କ'ଣ କରିଛନ୍ତି, ସେ ନିଜେ ଲେଖିଛନ୍ତି। ସେ ଅଣଜିହୁଦୀ ମାନଙ୍କ ନିକଟରେ ଏହି ଲୁକ ଲିଖିତ ସୁସମାଚାରକୁ ସେ କ'ଣ କଲେ, ଲେଖିଲେ। କାହିଁକି ସେ ଲେଖିଲେ, ଯେ ଏହା କହିବା ପାଇଁ, ଯୀଶୁଖ୍ରୀଷ୍ଟଙ୍କୁ ଏହା ପ୍ରମାଣିତ କରିବା ପାଇଁ ସେ ଲେଖିଲେ ଯେ ଯୀଶୁଖ୍ରୀଷ୍ଟ କେବଳ ଜିହୁଦୀ ଲୋକମାନଙ୍କ ପରମେଶ୍ୱର ନୁହନ୍ତି, ଯୀଶୁଖ୍ରୀଷ୍ଟ ଖ୍ରୀଷ୍ଟିଆନ ମାନଙ୍କର ପ୍ରଭୁ ନୁହନ୍ତି, ସେ ଅଣଖ୍ରୀଷ୍ଟିଆନ ମାନଙ୍କ ମଧ୍ୟ ପ୍ରଭୁ ଅଟନ୍ତି, ସେ ସମସ୍ତଙ୍କର ଉଦ୍ଧାରକର୍ତ୍ତା ଅଟନ୍ତି, ସେ ସମସ୍ତଙ୍କ ନିମନ୍ତେ କ୍ରୁଶରେ ନିଜ ଜୀବନକୁ ସେ ବଳି କରିଛନ୍ତି, ଆଉ ସମସ୍ତଙ୍କର ପାପ କ୍ଷମା ନିମନ୍ତେ ସେ ନିଜ ଜୀବନକୁ ଦେଇଛନ୍ତି। ଏହା ପ୍ରମାଣିତ କରିବା ପାଇଁ ଲୋକ କ'ଣ କଲେ, ଏହି ସୁସମାଚାରକୁ ଅଣଜିହୁଦୀ ମାନଙ୍କ ନିକଟରେ ସେ ଲେଖିଲେ, ଅଣଜିହୁଦୀ ଲୋକମାନଙ୍କ ନିମନ୍ତେ ଏହି ସୁସମାଚାରକୁ ଲେଖିଲେ। ଆଉ ଏଥିପାଇଁ ସେ ଲେଖିଲେ ଯେ ଯୀଶୁଖ୍ରୀଷ୍ଟ 100% ମନୁଷ୍ୟ ଏବଂ 100% ସେ ପରମେଶ୍ୱର ଥିଲେ, ଏହା ପ୍ରମାଣିତ କରିବା ପାଇଁ ସେ ଲେଖିଲେ। ଯଦି ଆପଣମାନେ ଲୁକ ଲିଖିତ ସୁସମାଚାର 4 ଅଧ୍ୟାୟ 2 ପଦ ପଢ଼ିବେ, ସେହି ସ୍ଥାନରେ ଲେଖାଯାଏ ଯେ ଶେଷରେ ଯୀଶୁଖ୍ରୀଷ୍ଟ କ'ଣ ହେଲେ, କ୍ଷୁଧିତ ହେଲେ। ଏହି ବାକ୍ୟ ଦ୍ୱାରା ଲୋକ କହିବା ପାଇଁ ଚାହାନ୍ତି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ସମ୍ପୂର୍ଣ୍ଣ ଭାବରେ ମନୁଷ୍ୟ ଥିଲେ। କାରଣ ଭୋକ କାହାକୁ ଲାଗେ, ମନୁଷ୍ୟକୁ ଭୋକ ଲାଗେ, ପରମେଶ୍ୱରଙ୍କୁ ଭୋକ ଲାଗେ ନାହିଁ, ଶୋଷ ଲାଗେ ନାହିଁ। ମାତ୍ର ସେହି ଲୁକ ଲିଖିତ ସୁସମାଚାର ଯଦି ଆପଣମାନେ ପଢ଼ିବେ 7 ଅଧ୍ୟାୟ 14 ଆଉ 15 ପଦରେ, ନାଇନ୍ ନଗରର ଜଣେ ବିଧବାର ପୁତ୍ର ମୃତ୍ୟୁବରଣ କରୁଛନ୍ତି, ଆଉ ତାଙ୍କୁ ଲୋକମାନେ କୋକେଇରେ ଭଇ ମଶାଣିକୁ ନେଲା ବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କୁ ବାଟରେ ଭେଟୁଛନ୍ତି, ଆଉ ସେଇ ମରିଯାଇଥିବା ବାଳକକୁ ସେ କ'ଣ କରୁଛନ୍ତି, ଜୀବନ ଦେଉଛନ୍ତି। ଏହା ପରମେଶ୍ୱରଙ୍କ ଗୁଣ ଅଟେ। ପରମେଶ୍ୱରଙ୍କ ଛଡ଼ା ମନୁଷ୍ୟର ଶ୍ୱାସ ନିଶ୍ୱାସ, ମନୁଷ୍ୟକୁ ଜୀବନ ପରମେଶ୍ୱରଙ୍କ ଛଡ଼ା କେ ଦେଇପାରନ୍ତି ନାହିଁ, କେହି ମଧ୍ୟ ଦେଇପାରନ୍ତି ନାହିଁ। ଏହା ଯୀଶୁଖ୍ରୀଷ୍ଟଙ୍କର ଈଶ୍ୱରତ୍ୱ, ଏହା ତାଙ୍କର ଐଶ୍ୱରିକ ଜୀବନକୁ ଦର୍ଶାଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଶେଷରେ ଯୋହନ ଲିଖିତ ସୁସମାଚାର ଖ୍ରୀଷ୍ଟାବ୍ଦ 80ରୁ 95 ମଧ୍ୟରେ ନିଜେ ପ୍ରେରିତ ଯୋହନ ଏହି ସୁସମାଚାରକୁ ସେ ଲେଖିଥିଲେ। ସେ
ଖ୍ରୀଷ୍ଟ ବିଶ୍ୱାସୀ ଏବଂ ଅବିଶ୍ୱାସୀ ମାନଙ୍କ ନିକଟରେ ସେ ଏହି ସୁସମାଚାରକୁ ଲେଖିଥିଲେ। ସେ କାହିଁକି ଲେଖିଲେ, ତାଙ୍କ ଲେଖିବାର ଉଦ୍ଦେଶ୍ୟ କ'ଣ ଥିଲା? ଯୀଶୁ ହେଉଛନ୍ତି ଈଶ୍ୱରଙ୍କ ପୁତ୍ର, ଏହା କହିବା ପାଇଁ। ଯୀଶୁଖ୍ରୀଷ୍ଟ ହେଉଛନ୍ତି ଈଶ୍ୱରଙ୍କ ପୁତ୍ର, ତାହାଙ୍କୁ ବିଶ୍ୱାସ କରି ଜୀବନ ପାଅ, ଏଥିପାଇଁ ସେ ଲେଖିଥିଲେ। ଆସନ୍ତୁ ଆମେ ଗୋଟେ ବାକ୍ୟ ପଢ଼ି ଆମେ ଆଗକୁ ବଢ଼ିବା। ଆପଣମାନେ ଜୋହନ ଲିଖିତ ସୁସମାଚାର 20 ଅଧ୍ୟାୟ 31 ପଦରେ ପ୍ରେରିତ ଜୋହନ ଏ ପ୍ରକାର ସେ ଲେଖନ୍ତି, କିନ୍ତୁ ତୁମ୍ଭେମାନେ ଯେପରି ବିଶ୍ୱାସ କର ଯେ ଯୀଶୁ ଈଶ୍ୱରଙ୍କ ପୁତ୍ର ଅଟନ୍ତି, ପୁଣି ବିଶ୍ୱାସ କରି ଯେପରି ତୁମ୍ଭେମାନେ ତାହାଙ୍କ ନାମରେ ଜୀବନ ପ୍ରାପ୍ତ ହୁଅ, ଏଥି ନିମନ୍ତେ ଏ ସମସ୍ତ ଲେଖାଯାଇଅଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପରମେଶ୍ୱରଙ୍କ ନାମର ଗୌରବ ହେଉ ଯେ ଜୋହନ ଲିଖିତ ସୁସମାଚାର ସେ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ, ଅବିଶ୍ୱାସୀମାନଙ୍କ ନିମନ୍ତେ ସେ ଲେଖିଲେ ଯେ ଯୀଶୁଖ୍ରୀଷ୍ଟ ସେ ସମସ୍ତଙ୍କୁ ଜୀବନ ଦେବା ପାଇଁ, ସମସ୍ତଙ୍କୁ ସେ ଉଦ୍ଧାର କରିବା ପାଇଁ ସେ ସାମର୍ଥ୍ୟ ଅଟନ୍ତି, ସେ ଈଶ୍ୱରଙ୍କ ପୁତ୍ର ଅଟନ୍ତି। ଆଉ ଏହି ସୁସମାଚାର ମୁଁ ଏଥିପାଇଁ ଲେଖୁଛି, ତୁମ୍ଭେମାନେ ଯେପରି ଏହି ସୁସମାଚାର ପଢ଼, ଏହା ଶୁଣ, ଆଉ ଏହି ସୁସମାଚାରକୁ ବିଶ୍ୱାସ କରି ତୁମ୍ଭେମାନେ ଜୀବନ ପାଅ। ପରମେଶ୍ୱର ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଯେ ଏହି ପ୍ରସଙ୍ଗର ଉତ୍ତର ସେ ଆମମାନଙ୍କୁ ଦେଇଛନ୍ତି, ତାହାଙ୍କ ନାମର ଗୌରବ ହେଉ। 4ଟି ସୁସମାଚାର ପରମେଶ୍ୱର କାହିଁକି ଲେଖିଲେ? ଯେପରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସମ୍ପୂର୍ଣ୍ଣ ଘଟଣାବଳୀକୁ ସେ ଯେପରି ଉପସ୍ଥାପନ କରିପାରିବେ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କାର୍ଯ୍ୟ, ଜୀବନୀ, ତାହାଙ୍କର ସ୍ୱଭାବ, ଚରିତ୍ର ସବୁ ବିଷୟ ଆମ ନିକଟରେ ସେ ଯେପରି ପ୍ରକାଶ କରିପାରନ୍ତି, ଏଥିପାଇଁ ସେ କ'ଣ କଲେ? 4ଟି ସୁସମାଚାରକୁ ସେ ବାଇବଲରେ ଲେଖିଲେ। ପରମେଶ୍ୱର ଏହି ବାକ୍ୟ ଦ୍ୱାରା ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆମେନ୍।